ଏହା ଜରୁରୀ ନୁହେଁ କି କିଛି ଭାଙ୍ଗିବା ପାଇଁ ପଥର ଉଠାଇବାକୁ ପଡ଼ିବ। କେତେଥର ଲୋକଙ୍କ କଠୋର କଥା ମଧ୍ୟ ମନ ଭାଙ୍ଗି ଦେଇଥାଏ। ଝଡ଼ି ଯାଇଥିବା ପତ୍ର ମଧ୍ୟ ଶିକ୍ଷା ଦେଇଥାଏ। ଯଦି ବୋଝ ହୋଇଯିବ ତ ନିଜ ଲୋକମାନେ ମଧ୍ୟ ଛାଡ଼ିଦେବେ। ଜୀବନ ବହୁତ ଅମୂଲ୍ୟ ଅଟେ। ଏହାକୁ ଖୁସିର ସହ ବଞ୍ଚନ୍ତୁ। କେବଳ ପ୍ରତିଦିନ ଏତିକି କାମ କରନ୍ତୁ। ଦୁଃଖକୁ ଡିଲିଟ୍ କରନ୍ତୁ, ସୁଖକୁ ସେଭ୍ କରନ୍ତୁ, ସମ୍ପର୍କକୁ ରିଚାର୍ଜ କରନ୍ତୁ, ବନ୍ଧୁତ୍ୱକୁ ଡାଉନଲୋଡ୍ କରନ୍ତୁ, ଶତ୍ରୁକୁ ଇରେଜ୍ କରନ୍ତୁ। ଜୀବନରେ ଯେତେବେଳେ ଖରାପ ସମୟ ଆସେ, ମନରେ କେବଳ ଗୋଟିଏ କଥା ଆସେ, ଭଗବାନ ମୋର କଷ୍ଟ କାହିଁକି ଦେଖୁନାହାନ୍ତି, ମୋର ପ୍ରାର୍ଥନା କାହିଁକି ଶୁଣୁନାହାନ୍ତି। ସେହି ସମୟରେ ମନେ ରଖିଥିବ, ଯେତେବେଳେ ପରୀକ୍ଷା ହେଉଥାଏ, ସେତେବେଳେ ଶିକ୍ଷକ ସବୁବେଳେ ଚୁପ୍ ରହିଥାନ୍ତି। କେତେଥର ଜୀବନରେ ଏମିତି ସମୟ ଆସିଥାଏ କି ମଣିଷ ଯଦି ଅଭିଯୋଗ କହିଦେବ ତ ସମ୍ପର୍କ ମରିଯିବ ଓ ଯଦି ତାହା ନ କହି ମନରେ ରଖିବ ତ ସେ ନିଜେ ମରିଯିବ। ଏତେ ଛୋଟ ହୁଅ ଯେପରି ସମସ୍ତଙ୍କ ସାଙ୍ଗରେ ବସିପାରିବ ଓ ଏତେ ବଡ଼ ହୁଅ କି ଯେତେବେଳେ ଆପଣ ଠିଆ ହେବେ କେହି ବସି ନଥିବେ। ସ୍ୱାର୍ଥ ଓ ଅହଙ୍କାରର ସମ୍ପର୍କ କୋଇଲା ପରି ହୋଇଥାଏ। ଯେତେବେଳେ ଗରମ ହୋଇଥାଏ ଛୁଇଁଲେ ଲୋକଙ୍କୁ ଜଳାଇ ଦିଏ ଓ ଯେତେବେଳେ ଥଣ୍ଡା ହୋଇଥାଏ ହାତକୁ କଳା କରିଦିଏ। ଆପଣଙ୍କ ଆଶାର ଭଣ୍ଡାରକୁ ଶାନ୍ତ କରିଦିଅ। ଆସିବାକୁ ଥିବା ଅହଙ୍କାର ତା ଆପେ ଆପେ ଚାଲିଯିବ। ଚାଲି ଯାଇଥାଏ ଖୁସିର ସମୟ ଯାତ୍ରୀଙ୍କ ପରି, ମନ ସେହିଠାରେ ରହିଯାଏ ଚଲାପଥ ପରି। ଗୋଟିଏ ବୟସ ପରେ ସେହି ବୟସର କଥା ଜୀବନ ସାରା ମନେ ପଡ଼ିଥାଏ, କିନ୍ତୁ ସେହି ବୟସ ଆଉ ସାରା ଜୀବନ ଆସିନଥାଏ। ମୋର ଭୁଲ, ମୋର ଦୋଷ ସବୁ ଭୁଲିଯାଅ, କାହିଁକି ନା ମୁଁ ଯେଉଁ ପରିସ୍ଥିତିରେ ରହୁଛି ତାହାକୁ ସମାଜ କୁହାଯାଏ। ଅଭିମାନ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କୁ ଲାଗେ କି ଆପଣ କିଛି କରିଛନ୍ତି ଓ ସମ୍ମାନ ସେତେବେଳେ ମିଳିଥାଏ ଯେତେବେଳେ ଲୋକଙ୍କୁ ଲାଗେ କି ଆପଣ କିଛି କରିଛନ୍ତି। ଆଜିର ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖାହେବ ଆଉ ଏକ ଭିଡ଼ିଓ ସହିତ। ଧନ୍ୟବାଦ।